ଶୋଇଛନ୍ତି ତକିଆ କରିକି ଶୋଇଥିଲେ ମନେ ଅଛି ତ ତାହେଲେ କୁହନ୍ତୁ ଦେଖିବ ଗୋ ସଖୀ ଯାଅ କ୍ଷୀରା ବିଜଳରେ ଅନନ୍ତ ସର୍ପକୁ ମୁଣ୍ଡେ ଦେଇ ଶୟନରେ ଶେଷ ଦେବ ଗୋ ନାମ ତାଙ୍କ ଜାଣିଛନ୍ତି ସର୍ବ ସିନା ଟିକେ ହାର୍ଡ କିଣି ପ୍ରଶ୍ନ ପଚାରିଲେ ମା ପାର୍ବତୀ ଦବିବେ ଦେଖନ୍ତୁ ମା ବର୍ତ୍ତମାନ ବେଳକୁ ବେଳ ଅଧିକ ସେ ନିଆଁ ହୁଳ ଆସନ୍ତି ବାଙ୍ଗେରଟେ ବୋଲି ମୁଁ ଭାବିଥିଲି ନାରାୟଣ ନୁହଁ ମାତ ଏଇ କଳି ଗଣ୍ଡଗୋଳ ଏତିକିରେ ବନ୍ଦ କରନ୍ତୁ ତୁମ କଣ ଲଜ୍ଜା ଲାଗିଲାନି ନା ତମେ ଯୋଉ ପ୍ରଶ୍ନ ପଚାରୁଛ ମା ତାର ଠିକ ଓଲଟା ଉତ୍ତର ଦଉଛନ୍ତି କିଛି ଫରକ ନାହିଁ 19 20 ସମାନ ଦେବର୍ଷି ତମର ସେଥିରେ ପେଶା ତମେ ହଉଛ କଳିର ମଞ୍ଜି ନାରାୟଣ ନାରାୟଣ ନ ଦେଖିଲେ ତମ ପେଟ ହେବ ଗୋଳେଇ ତାହେଲେ ଭଲ କିଣି ଲଗାନ୍ତୁ ମୁଁ ଆଜି ଦେଖିବି ଆଉ କଣ ତମେ ନଖ ଖସ ଅଛି ଦେଖିବା ଆଲୋ ଶୁଣଲ ଢାଙ୍ଗେଣି ଏବେ ମୋର ଆନରସ ଘର ଦ୍ୱାର ନାହିଁ ସିଏ ପୁଣି କଥା କହିବ ଆଲୋ ଶ୍ମଶାନ ଭୂମିରେ ଯାଇ କରିଅଛି ବାସ ହାଡ଼ ମାଳ ବିଭୂତି କୁଲେ ପଞ୍ଚ ଶରୀର ବାବାଙ୍କ ବିଭୂତି ଟିକେ ଲୋକ ମଥାରେ ବୋଳିବା ପାଇଁ କୁଆଡୁ କୁଆଡୁ ଲୋକ ଆସୁଛନ୍ତି ରାତିରେ ଶୋଉନାହାନ୍ତି ସିଏ ବି ଯୋଉ କଥା କହନ୍ତି ତମେ ଟିକେ ବାବାଙ୍କୁ କହୁନାହାନ୍ତି କଣ ତ ହେତିକି ବୁଦ୍ଧି ଆଉ କଣ ଦରକାର ଆଙ୍କୁ ସବୁ ଧନ ରତ୍ନ ସବୁ ଦବାର କହିଲା ଆଜି କେତେ ଗର୍ବ ଦେଖିଲଣି ମା ଲକ୍ଷ୍ମୀ ଗର୍ବ ମୁଁ ଏଇଠି ଛଡେଇବି ବାବାଙ୍କୁ ସେଇ କଥା ଟିକେ କହିକି ତାଙ୍କ ଗର୍ବ ଛଡାନ୍ତୁ ଆଜି ଭଲ ଶୁଣ ଆଗ ପ୍ରିୟ ସଖୀ ଏ ମୋ ଶୁକର ଭାବେ ପୃଥିକୁ ଟେକିଥିଲେ ଦନ୍ତ ମାଟି ଟେକିଲ ଆଲୋ ମାଟି ଖିଆ କଥା ହେଉ ବିକି ଯୋଉ ପ୍ରଶ୍ନ ପଚାରୁଛ ମା ପାର୍ବତୀ ଆଜି କଣ ଦେଖିକି ଆସିଛନ୍ତି କେଜାଣି ସେଇ ପ୍ରଶ୍ନର ଓଲଟା ଉତ୍ତରଟା ଥୋଇ ଦଉଛନ୍ତି ଦେବର୍ଷି ତମେ ଯୋଉଠି ଥିବ ସେ କହିବେନି କାହିଁକି ନାରାୟଣ ତମେ ତ ଏପଟୁ ଶୁଣି ଯାଇ ସେପଟେ ଥିରିକିନା କହିବ କହୁନାହାନ୍ତି ତମକୁ ଯାଇସ କଣ ବତେଇବେ ବେଲେ ପ୍ରଥମରୁ କହିଛି ନା ତମେ ମୋର ଆବଶ୍ୟକତା ନ ପାରିବ ମତେ ପଚାରିବ ତମେ ତମ ମାଙ୍କ ପାଖରେ ଥାଅ ନାରାୟଣ ଆଲୋ ଶୁଣ ହୈମବତୀ ସତା ଏ ମୋର ଭାରତୀ ତୈଳ ବିନା ଜଟା ବାନ୍ଧି ବୁଲୁଥାଏ ନୀତି ସେ ଜଟିଆ ଦେଖା ଶୁଣା ନାହିଁ ଯେତେ ଯାହା ମାତ ବାବା ଏମିତି ଜଟାଧାରୀ ବୋଲି ଏ ସାରା ସଂସାର ଜାଣିଛି ବାବାଙ୍କର ଅନ୍ୟ ନାମ ହଉଛି ଗୋଟେ ଜଟିଆ ତେଣୁକରି ସିଏ ଏଇ କଥାଟାକୁ କଣ ଏଇଭଳିଆ କହୁଛନ୍ତି ମାତ ମନେ ଅଛିଟି ତାଙ୍କ ସ୍ୱାମୀ ପିତୃ ସତ୍ୟ ପାଳିକି ଏଇମିତି ବୁଲୁଥିଲେ ବନରେ ଜଟାଧାରୀ ମୋର ମନେ ନାହିଁ ସେଇ ପଦ କହୁନାହାନ୍ତି ତାହେଲେ କହୁଛି ଶୁଣ ନାରାୟଣ ଜାଣିଛ ଗୋ ଜଳ କନ୍ୟା ତ୍ରେତ ୟା ଯୁଗରେ ବୁଲଇ ବନରେ ଜଟା ଧାରିଲ ନାମ ରହିଗଲା ଯୁଗ ଚାରି ନାରାୟଣ ନାରାୟଣ ମାତ ମୁଁ ଯାହା ପଚାରୁଛି ମୁଁ ଦେଖୁଛି ତୁମର ଦୋଷ ରହୁଛି ନାରାୟଣ ନାରାୟଣ ମାତ ଯୋଉ ପ୍ରଶ୍ନ ପଚାରୁଛନ୍ତି ମା ପାର୍ବତୀ ଠିକ ଉତ୍ତର ଦେ ସେଇ କଥାଟା ପଚାରୁନାହାନ୍ତି ମାତ ମା ଏନୁ କିଛି କହିପାରିବେ ତୁମେ ଟକ ଟକ ହେଲାଣି ଏବେ ଶୁଣ ତାଙ୍କ ସ୍ୱାମୀ କି ଲଜ୍ଜାକର କଥା କହିଥିଲେ ଜାଣିନାହାନ୍ତି ମୁଁ ସିନା ଜାଣିଛି ଏଇ ଦେବତା ମାନେ ଟିକେ ଶୁଣନ୍ତୁ ତାହେଲେ କହୁନ ମୁଁ କଣ ନାରାୟଣ କୁହନ୍ତୁ କୁହନ୍ତୁ ଆଲୋ ଗ୍ରହରାଜ ଶନି ଦୃଷ୍ଟି ଭୟେ ପଳାଇଲା ଦେବ
କୋଉଠି ଥିଲା କହିଲ? କହୁନାହାନ୍ତି ଆଲୋ ଧୋବା ଗଣ୍ଡି ତଳେ ଯାଇ ଲୁଚି ରହିଥିଲା ତେର ଚକ ଲୁଚା କାଟୁଥିଲା ଦିନ ଯାକ ନାରାୟଣ ନାରାୟଣ ମାତ ଦେବର୍ଷି କୋଉ ଭଳିଆ ପ୍ରଶ୍ନ ପଚାରିଲେଣି ଶୁଣିଲଟି? କୁଆଡେ ତମ ସ୍ୱାମୀ କୁଆଡେ ଯାଇକି ଲୁଚିକି ଥିଲେ? ଆଉ ତାଙ୍କ ସ୍ୱାମୀ କୋଉଠି ଲୁଚିଥିଲେ? ଜାଣିଛଟି? ହଁ ଦ୍ୱାରିକାରେ ଲୁଚିକି ଥିଲେ। ଆଲୋ କହୁନାହାନ୍ତି କଂସକୁ ନାସିଣ ଜରା ସନ୍ଧେ ଭୟ କରି ଭୁବନେ ଯାଇ ବସବାସ କରି ଲୁଚି ରହିଲ କେତେ ବର୍ଷ ନେଇଥିଲା ବାହି ନାରାୟଣ ମାତ ଏଇ କଳିଗଣ୍ଡ ବେଳେ ଏତିକିରେ ବନ୍ଦ କରନ୍ତୁ। ଆଉ କଳିଗଣ୍ଡଳୁ କଣ ମିଳିବ କହିଲ? ଆପରେ କଣ? ଆରମ୍ଭ କରିଛି ମାନେ ଶେଷ କରି ମୁଁ ତ ଜାଣିଛି ତମେ ଜମା ଛାଡିବ ନାହିଁ। ତମେ କାହିଁକି ମଝିରେ ପଶୁଛ? ୟାପରେ ବାବା ଜାଣିଲେ ଏଇ କଥା କଣ ହବ ଜାଣିଛ? ବାବା କଣ କରିବେ? ନାରାୟଣ ନାରାୟଣ ହଉ ତାହେଲେ ତାର ଉତ୍ତର ଦିଅ। ଆଲୋ ତକ୍ଷ ଯଜ୍ଞ ଜୀବନ ତୁ ଦେଲୁ ଯେତେବେଳେ ମହାକ୍ରୋଧେ ଜଟିଆ ତ କମିଲେ ଯଜ୍ଞରେ ଚାଚୁ ଆଗେ ଗো ମାତୃ ହରଣ ଲାଗିଲା ବେগে ଚାଚୁ ଆଗେ ଗো ନାରାୟଣ ନାରାୟଣ ମାତ ଦେବର୍ଷି ଯୋଉ ପ୍ରଶ୍ନ ପଚାରିଲେ ତାର ଉତ୍ତର ଜାଣିଛନ୍ତି ଟି? ଉତ୍ତର ଜାଣିନି କହିଲେ ରହିବନି। ଖାଲି ତମ ସ୍ୱାମୀ କଥା କହିଦେଲେ କଣ ତାଙ୍କ ସ୍ୱାମୀ କିଛି କରିନଥିଲେ? କରିନି ତାହେଲେ ମୁଁ କହୁଛି ଶୁଣ। ନାରାୟଣ ଆଲୋ ମାଇକୁ ହରିବା ପାଇଁ ବଳା ଇଲେ ମନ ତରୁପ ହୋଇ ମାଇ ସଙ୍ଗେ କଲେ ପ୍ରେମ ବଦ୍ୟ ହୋଇଲ ଭୂତକୁ ସେ ଛଡାଇଲେ ଯାଇ ନାରାୟଣ ମାତ ଯୋଉ ପ୍ରଶ୍ନ ପଚାରୁଛନ୍ତି ମା ପାର୍ବତୀ ଠିକ ତାର ଉତ୍ତର ଦେଇ ଦଉଛନ୍ତି। ତମକୁ ପ୍ରଥମ ତ କହିଲି ସେ ଦେବେନି କାହିଁକି ତମେ ତ ତା ଦ୍ୱିଗୁଣା କହି ଦଉଛ ଯାଇକି। ମାତ ଏଇ କଳିଗଣ୍ଡଳ ଏତିକିରୁ ବନ୍ଦ ବନ୍ଧୁ କଣ ମିଳିବ କହିଲା? ଆମେ ନୃତ୍ୟ ଦେଖିବା ପାଇଁ ଆସିଛ, କଣ ମିଳିବ ତମେ ଏଥିରୁ? ନୃତ୍ୟ ଦେଖିବା ପାଇଁ ଆସିଛ? ଆଗ ଆମ ନୃତ୍ୟ ଦେଖ ତାପରେ ଯାଇକି ତମେ ଆଉ ନୃତ୍ୟ ତମ ଦେଖିବ। ନୃତ୍ୟ ତ ସକାଳ ପାଇଯିବ, ଆମେ ଆଉ ନୃତ୍ୟ କରିବୁ କେତେବେଳେ? ମୁଁ କହିଲି ସଜରେ ଠିଆ ହୁଅ। ହଉ ଯାହା ତମ